କୋଲକାତାରେ ପ୍ରଥମ ଥର ପରସ୍ପରକୁ ଭେଟିବେ ଭାରତ ଏବଂ ଇଂଲଣ୍ଡ। ଜୟ ଜଗନ୍ନାଥ ବନ୍ଧୁଗଣ। ଭାରତ ଦଳ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଟି20 ସିରିଜ ଏବଂ ଦିନିକିଆ ସିରିଜ ଖେଳାଯିବ। ଏହି ଟି20 ସିରିଜ ଜାନୁଆରୀ 22ରୁ ଆରମ୍ଭ ହେବ। ଏହି ଟି20 ସିରିଜର ପ୍ରଥମ ମ୍ୟାଚ୍ କୋଲକାତାରେ ଖେଳାଯିବ। ବନ୍ଧୁଗଣ, ଆପଣମାନେ ଯଦି ଭାରତ ଦଳକୁ ଭଲ ପାଉଥାନ୍ତି ତାହେଲେ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ବନ୍ଧୁଗଣ, ଏହି ଟି20 ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଦଳର ଟି20 ଯୁବ ଦଳ ପ୍ରଥମ ଥର ପାଇଁ ଭେଟିବ ଇଂଲଣ୍ଡ ଦଳକୁ। କାହିଁକି ନା ଭାରତ ଦଳ ଇଂଲଣ୍ଡ ସହିତ ଯେଉଁ ମ୍ୟାଚ୍ ସବୁ ଖେଳିଛି ସେହି ସବୁ ମ୍ୟାଚ୍ରେ ବରିଷ୍ଠ ଖେଳାଳିମାନେ ଦଳରେ ସାମିଲ ଥିଲେ, କିନ୍ତୁ ଏବେ ଭାରତ ଦଳର ଟି20 ଦଳରେ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ତେଣୁ ଭାରତ ଦଳର ଏହି ଟି20 ଯୁବ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବ ଇଂଲଣ୍ଡ ଦଳ ସହିତ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଦଳ କୋଲକାତାରେ ପ୍ରଥମ ମ୍ୟାଚ୍ ଖେଳିବ। ଏପର୍ଯ୍ୟନ୍ତ ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଭାରତ ଦଳ ସବୁ ମ୍ୟାଚ୍ରେ ବହୁତ ଭଲ ପ୍ରଦର୍ଶନ କରି ଆସୁଛି। ଏହି ଟି20 ସିରିଜରେ 5ଟି ମ୍ୟାଚ୍ ଖେଳାଯିବ। ଟି20 ମ୍ୟାଚ୍ରେ ଭାରତ ଦଳ ଇଂଲଣ୍ଡ ଠାରୁ ସାମାନ୍ୟ ଆଗରେ ରହିଛି। ଏପର୍ଯ୍ୟନ୍ତ 24ଟି ଟି20 ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଇଂଲଣ୍ଡ ଦଳ। ଏଥିମଧ୍ୟରୁ ଭାରତ 13ଟି ଜିତିଥିବା ବେଳେ ଇଂଲଣ୍ଡ 11ଟିରେ ବିଜୟୀ ହୋଇଛି। ଏହା ପୂର୍ବରୁ ଭାରତ ଦଳ ଟି20 ୱାର୍ଲଡ କପ୍ 2024ରେ ଇଂଲଣ୍ଡକୁ 68 ରନରେ ପରାସ୍ତ କରିଥିଲା। ପରେ ଭାରତ ଦଳ ବିଶ୍ୱ ବିଜେତା ହୋଇଥିଲା।